ଦେଖ ଅଣ୍ଡାର ଅବସ୍ଥା କଣ ହେଲା ଯେହେତୁ ଇଏ ଅଣ୍ଡା ଭାଙ୍ଗିଲା 10 ଟଙ୍କା ଦବ କିଏ ଏଇ ଟ୍ରେରେ ଥିବା ଅଣ୍ଡା ଉପରେ ଠିଆ ହେଇ ଦେଖେଇ ପାରିବ କିନ୍ତୁ ଯେମିତି ଏଇ ଅଣ୍ଡାଟି ଭାଙ୍ଗିବ ନାହିଁ ଯଦି ଭାଙ୍ଗିଲା ଭାଇ ଫୁଲ ପେମେଣ୍ଟ ମୁଁ 10 ଟଙ୍କା ନେମି ହେଲା କିଏ ଭାଙ୍ଗିବ କିଏ ଆସି ଠିଆ ହେବ ଏଠି କିଏ ଠିଆ ହବ କିଏ ବୈଷ୍ଣବୀ ଜଲ୍ଦି ଆ ଯଦି ଅଣ୍ଡା ଭାଙ୍ଗିଲୁ ମତେ 10 ଟଙ୍କା ଦେବୁ ରାଜି ନା ରାଜି ତ ଠିଆ ଦେଖିକି ବାସ୍ ମତେ ଟିକେ ଏଇ ମତେ ଧରିବ ଠିଆ କିଛି ହବନି ଠିଆ ଦେଖା ହଉଛି ଦେଖା ବାସ୍ ଦେଖିଆ କଣ କଲୁ ଅଣ୍ଡାର ହେ ଅଣ୍ଡା ଭାଙ୍ଗିଦେଲୁ ଏବେ ଠିଆ ହେବ ସେଇଠି ଠିଆ ହେବ ଦେଖ ଅଣ୍ଡାର ଅବସ୍ଥା କଣ ହେଲା ଯେହେତୁ ଇଏ ଅଣ୍ଡା ଭାଙ୍ଗିଲା 10 ଟଙ୍କା ଦବ ଯା ପଇସା କିଣିକି ଆ ଜଲ୍ଦି ପଇସା ଅଛି ନା ଦେ ବେ ବେ ଇଏ କି ପଇସା ଏ ନକଲି ପଇସା ଆଣିକି ଦଉଛି ଦେଖା ନକଲି ପଇସା ନେ ତୁ ନେ ଚକଲେଟ ଖାଇବୁ ଯା ହେଲା ଦେଖିପାରୁଛ ଏଇ ଅଣ୍ଡାଟା କଣ ଅବସ୍ଥା ହେଲା ତ ଗୋଟେ ଅଣ୍ଡା ତ ଭାଙ୍ଗିକି ବୈଷ୍ଣବୀ ନଷ୍ଟ କଲା 10 ଟଙ୍କା ଆଉ ନକଲି ପଇସା ବି ଦେଲା ଏବେ ଦେଖିଆ ଏଇ ଯୋଉ ଅଣ୍ଡା ଟ୍ରେ ଅଛି ତାପରେ କିଏ ଠିଆ ହେଇକି ଦେଖିପାରିବ କିନ୍ତୁ ଏଟା ବହୁତ କଷ୍ଟଲି 210 ଟଙ୍କା ନେଇଛି ଟ୍ରେ ଯଦି ଭାଙ୍ଗିବ ମୃତ୍ୟୁଞ୍ଜୟ ଦେବ ପଇସା କାରଣ ମୃତ୍ୟୁଞ୍ଜୟ ଠିଆ ହବ ନୁହେଁ କି ମୃତ୍ୟୁଞ୍ଜୟ ଆଇଲୁ ହଁ ଦେ ଧରଛି ଦେ ଶୁଣୁ ଗୋଟେ ସର୍ତ୍ତ ଦେ ଯଦି ଭାଙ୍ଗିବୁ 210 ଟଙ୍କା ଦେବୁ ନା ଦେବୁନି ହଁ ଆଣ ଠିଆ ଦେଖିକି ହଁ ରେଡି ସମସ୍ତେ ମତେ କହ ଭାଙ୍ଗିବ ନା ଭାଙ୍ଗିବନି ଏଟା ଭାଙ୍ଗିବନି ଭାଙ୍ଗିଯିବ ନା ଭାଙ୍ଗିଯିବନି ଭାଙ୍ଗିଯିବ ହଉ ତୋର ଭାଙ୍ଗିଯିବ ହଉ ଯଦି ନ ଭାଙ୍ଗିଲା ତାହେଲେ ତାଳି ବଜେଇବ ଯଦି ଭାଙ୍ଗିଲା ହସିବ ହଁ ଠିଆ ହ ପାଖକୁ ଆଣ ଦେଖ ଭାଙ୍ଗିଲା କି ଏବେ ଓହ୍ଲା ତାଳି ଦେଖ ଗୋଟେ ଅଣ୍ଡା ଭାଙ୍ଗିଛି କି ତାଳି ଯା ଏବେ ଓହ୍ଲା ଏଠିକା ଅଣ୍ଡା ଭାଙ୍ଗିଲା ତାହେଲେ ମୁଁ ମ୍ୟାଜିକ ଜାଣିଛି କୁହ ଜୟ ହଉ ହଉ ଯା ଦେଖ ତ ଆମେ ଜାଣିଛନ୍ତି କଣ ପ୍ରେସର ଇଜ ଇକ୍ୱାଲ ଟୁ କଣ ଫୋର୍ସ ବିଭକ୍ତ ଏରିଆ ନୁହେଁ କି ପ୍ରେସର ଇଜ ଇକ୍ୱାଲ ଟୁ କଣ ଫୋର୍ସ ଅପନ ଏରିଆ ୟେସ୍ ହଁ ନା ନାହିଁ ଆମେ ଜାଣିଛନ୍ତି ଆମେ ଓଡ଼ିଆ ବି ଲେଖିପାରିବା ଚାପ ଇଜ ଇକ୍ୱାଲ ଟୁ କଣ ଫୋର୍ସ ମାନେ କଣ ବଳ ଚାପ ଇଜ ଇକ୍ୱାଲ ଟୁ କଣ ବଳ ବିଭକ୍ତ କ୍ଷେତ୍ରଫଳ ନୁହେଁ କି ଯଦି ଓଡ଼ିଆରେ ଆମେ କହିବା ହେଲା କି ନାହିଁ ତା ମାନେ ଆମେ ଜାଣିଛନ୍ତି ଆମେ କହିପାରିବା ଚାପ ଇନଭର୍ସଲି ପ୍ରପୋର୍ସନାଲ କ୍ଷେତ୍ରଫଳ ହେଲା ତା ଅର୍ଥ ହଉଛି ଇନଭର୍ସ ମାନେ କଣ ଉଲ୍ଟା ଯେତେବେଳେ କ୍ଷେତ୍ରଫଳ ବଢିବ ସେତେବେଳେ କଣ ହବ ଚାପ କମ ହବ ହଁ ନା ନାହିଁ ଯେତେବେଳେ କ୍ଷେତ୍ରଫଳ କମିଲା ସେତେବେଳେ କଣ ହବ ଚାପ ଅଧିକ ହବ ଯେତେବେଳେ ଆମେ କଣ ହେଇଥିଲା ଗୋଟେ ଅଣ୍ଡା ଥିଲା ତା କ୍ଷେତ୍ରଫଳ କଣ ଥିଲା କମ ଥିଲା ଗୋଟେ ଅଣ୍ଡା ଯେତେବେଳେ ତା କ୍ଷେତ୍ରଫଳ କମ ନା ହେଲା ଯେତେବେଳେ ଗୋଟେ ଅଣ୍ଡା ଥିଲା ତା କ୍ଷେତ୍ରଫଳ ଥିଲା କମ ସେଥିପାଇଁ ଚାପ କଣ ଲାଗିବ କଣ ଯେତେବେଳେ ଗୋଟେ ଅଣ୍ଡା ଥିଲା ତା କ୍ଷେତ୍ରଫଳ କମ ଥିଲା ତ ଚାପ କଣ ଲାଗିବ ଅଧିକ ଲାଗିବ ସେଥିପାଇଁ ଅଣ୍ଡାଟା କଣ ହେଲା ଭାଙ୍ଗି ଗଲା ତାପରେ ଯେତେବେଳେ ଆମେ ଟ୍ରେ ଅଣ୍ଡା କଲେ ଦେଖ ସେଟା ଗୋଟେ ଅଣ୍ଡା ଥିଲା ଏଟା ଟ୍ରେ ମାନେ 30ଟା ଅଣ୍ଡା କଣ କ୍ଷେତ୍ରଫଳ କଣ ହେଇଗଲା ବଢିଗଲା କ୍ଷେତ୍ରଫଳ ଯେତେବେଳେ ବଢିଗଲା ଚାପ କଣ ଲାଗିବ କମ ଯାହାଫଳରେ କଣ ହେଲା ଅଣ୍ଡା ଟ୍ରେ ର ଯେତିକି ଅଣ୍ଡା ଥିଲା ଭାଙ୍ଗିଲା ନାହିଁ କନସେପ୍ଟ କ୍ଲିୟର ହେଲ ୟେସ୍ ଅର୍ नो ବୁଝିପାରିଲ ତାଳି ମାର